ସ୍ମୃତି ମନେ ପଡିଲା ପରେ ଆଜି ରାମ ରୁହି ଉପରେ ବହୁତ ରାଗିଯିବ। ରାମ ରୁହିକୁ ପ୍ରଶ୍ନ କରି କରି ତା ହାଲକୁ ପୁରା ବେହାଲ କରିଦେବ। ରୁହିକୁ ଜେଲ ବି କରିଦେଇପାରେ, ଜୀବନରୁ ମାରି ବି ଦେଇପାରେ। କାରଣ ରାମର ରାଗକୁ ରୁହି ଆଉ କଣ୍ଟ୍ରୋଲ କରିପାରିବନି। ତେଣୁ ରାମ ଆଜି ଗୋଟେ ଫୁଟବଲ ଆଣି ରୁହି ଉପରେ ଫିଙ୍ଗି ଦଉଛି ଏବଂ ରୁହିର ହାତରେ ବାଜି ଯାଉଛି। ତ ରୁହି ରାଗି ଯାଇ କହିବ, ହ୍ୱାଟ ଦ ହେଲ ରାମ, ତମେ ଜାଣିଶୁଣି ମୋ ଉପରେ ବଲ ଫିଙ୍ଗିଲ ନା? ମତେ ଏବେ କେତେ କଷ୍ଟ ହଉଛି ତମେ ଜାଣିଛ କି? ତମେ କଣ ମତେ ଜୀବନରୁ ମାରିଦେବ କି? ଦର୍ଶକ ବନ୍ଧୁ, ଜେଜେମା ଗୋଟେ କଥାକୁ ଗାଇଡ କରୁଛି ଯେ ରାମ ଏମିତିରେ ବି ଛୋଟ ପିଲା। ହୁଏତ ସେ ନ ଜାଣି ସିଆ ଉପରେ ବଲ ଫିଙ୍ଗିଦେଲା। ହେଲେ ଏ ସିଆ କିଛି ନ ଜାଣି ମୋ ରାମ ଉପରେ ଏତେ କାହିଁକି ରାଗୁଛି? ଦର୍ଶକ ବନ୍ଧୁ, ରୁହିର କଥାକୁ ରାମ ଜବାବ ଦେଇ କହିବ, ଏଯାଏଁ ତ ତମକୁ ମାରିନି ରୁହି, କିନ୍ତୁ ହଁ, ତମେ ଯାହା ସବୁ କରିଛ ସେଥିପାଇଁ ଆଗକୁ ମୁଁ ତମକୁ ଜୀବନରୁ ମାରିବା ପାଇଁ ବି ପଛେଇବିନି। ତୁ କରିଥିବା ସବୁ ଭୁଲର ହିସାବ ମତେ ଦବାକୁ ପଡିବ। କାରଣ ଏବେ ତୋର ଅସଲ ଚେହେରା ବିଷୟରେ ସମସ୍ତେ ଜାଣିବା ଦରକାର ଯେ ତୁ ହଉଛୁ ପ୍ରକୃତରେ କଣ। ଦର୍ଶକ ବନ୍ଧୁ, ରାମ ଏମିତି ସବୁ କଥା ଧୈର୍ଯ୍ୟର ସହ କହୁଥିବାର ଶୁଣି ରୁହି ପୁରା ଆଶ୍ଚର୍ଯ୍ୟ ହେଇ ଭାବୁଛି, ଆରେ ବାପରେ, ତାମାନେ ରାମର ସବୁ କିଛି ମନେ ପଡିଯାଇଛି। ଏବେ ତ ମତେ ଏ ଘରେ ରହିବାକୁ କେବେ ବି ଦବନି, ମତେ ଜେଲ ବି ହେଇଯାଇପାରେ। ଏବେ ମୁଁ କଣ କରିବି? ତାହେଲେ ଦର୍ଶକ ବନ୍ଧୁ, ରାମ ଅଛି କି ଏ ଭୟଙ୍କର ବାଜି ଜିତିବାକୁ ପଡିବ ଆଉ ରୁହିକୁ ହରେଇବାକୁ ପଡିବ। ନହେଲେ ଜେଜେମା ପୁଣି ଥରେ ଓଲଟା ଚିକିଙ୍କୁ ହିଁ ଦୋଷ ଦବ। ମୁଁ ତ ଭାବୁଛି ଏ ବାଜିରେ ରାମ ଅଛି କି ନିଶ୍ଚୟ ସଫଳ। ତ ଆପଣମାନେ କଣ ଭାବୁଛନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣେଇବେ।